नमस्कार दर्शक बंधु 21 सेप्टेम्बर रविवार दिन लागिबाकु जाउअछि सूर्य पराग। सूर्य पराग दिन रातिरे एही कणरे चुपचाप रखिदियंतु गोटिए 1 टंकिया कएन। जीवन रे चालुथबा प्रत्येक दुख कष्टरु मिलिजिब मुक्ति। माँ लक्ष्मींकर आशीर्वादरु हेब धनर आगमन। एही सूर्य पराग परठारु आपणଙ୍କ ଜୀବନରେ ହେବ ଧନର ବର୍ଷା। କାହିଁକିନା 21 ସେପ୍ଟେମ୍ବର 2025 ଆଶ୍ୱିନ ଅମାବାସ୍ୟା ତଥା ମହାଳୟା ଅମାବାସ୍ୟା ରବିବାର ଦିନଟି ଏପରି ଏକ ଦିନ ଯେଉଁ ଦିନ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ, ଯାହାକୁ ଦେଖିସାରିବା ପରେ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଯିବ। ଏହି ଦିନ ଆକାଶରେ ଲାଗିବାକୁ ଯାଉଅଛି ଏ ବର୍ଷର ସବୁଠାରୁ ବଡ଼ ଏବଂ ମହତ୍ତ୍ୱପୂର୍ଣ୍ଣ ସୂର୍ଯ୍ୟ ପରାଗ। ଦର୍ଶକ ବନ୍ଧୁ, ଏହା କୌଣସି ସାଧାରଣ ସୂର୍ଯ୍ୟ ପରାଗ ନୁହେଁ। ଏପରି ଏକ ସୂର୍ଯ୍ୟ ପରାଗ ଯେଉଁଥିରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ କ୍ଷୟ ହୋଇଯିବେ, ଦିନରେ ମଧ୍ୟ ହୋଇଯିବ ରାତି। ସେପ୍ଟେମ୍ବର 21 ତାରିଖ ଦିନ ଯଦି ଆପଣମାନେ ସୂର୍ଯ୍ୟଙ୍କୁ ଦେଖିବେ, ସୂର୍ଯ୍ୟ ସାମାନ୍ୟ ଭଳି ଦେଖାଯିବେ ନାହିଁ। ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ କ୍ଷୟପ୍ରାପ୍ତ ହେବାର ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ପରାଗ କୌଣସି ମାମୁଲି ବା ସାଧାରଣ ସୂର୍ଯ୍ୟ ପରାଗ ନୁହେଁ। ଏହି ସୂର୍ଯ୍ୟ ପରାଗ ଆଶ୍ୱିନ ଅମାବାସ୍ୟା ବା ମହାଳୟା ଅମାବାସ୍ୟା ଦିନ ପଡ଼ିବାକୁ ଯାଉଅଛି। ମହାଳୟା ଅମାବାସ୍ୟା ବା ଆଶ୍ୱିନ ଅମାବାସ୍ୟା ଦିନଟି ଏପରି ଏକ ଦିନ ଯେଉଁ ଦିନ ମାତା ଦୁର୍ଗା ନିଜ ପରିବାର ବର୍ଗଙ୍କ ସହ ଧରିତ୍ରୀ ଉପରେ ବାସ କରିବାକୁ ଆସିଥାନ୍ତି। ଏ ବର୍ଷ ଏହି ଦିନରେ ହିଁ ସୂର୍ଯ୍ୟ ପରାଗ ପଡ଼ିଥିବାରୁ କିଛି ଖାସ୍ ହେବାକୁ ଯାଉଅଛି। ସୂର୍ଯ୍ୟ ପରାଗ ସମୟରେ ଦିନ ଥିଲେ ବି କିଛି ସମୟ ପାଇଁ ରାତ୍ରି ଭଳି ଅନୁଭୂତ ହେବ। ଏହି ଦିନ ଯଦି ଆପଣମାନେ ଗୋଟିଏ 1 ଟଙ୍କିଆ କଏନକୁ ନେଇ ଗୋଟିଏ ଗୁପ୍ତ ଜାଗାରେ ରଖିଦେବେ, ତେବେ ବିଶ୍ୱାସ କରନ୍ତୁ ଆଜ୍ଞା, ସୂର୍ଯ୍ୟଦେବ ଆପଣଙ୍କ ଜୀବନକୁ ଆସୁଥିବା ସମସ୍ତ ବିପଦରୁ ଆପଣଙ୍କୁ ମୁକ୍ତି କରାଇଦେବେ। ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦୂର ହେବା ସହ ଧନ ଆଗମନର ବିଭିନ୍ନ ମାର୍ଗ ମଧ୍ୟ ଖୋଲିଯିବ। ଏତେ ଧନ ଆସିବ ଯେ ଆପଣ କଳ୍ପନା ବି ମଧ୍ୟ କରିପାରିବେ ନାହିଁ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ବରଦାନ ସଦୃଶ ଆପଣଙ୍କୁ ପ୍ରାପ୍ତ ହେବ। ପରାଗ ହଉ ବା ଗ୍ରହଣ ସମୟରେ କରାଯାଉଥିବା ଉପାୟ କେବେ ବି ବିଫଳ ହୋଇନଥାଏ। ଏହି ସୂର୍ଯ୍ୟ ପରାଗ 100 ବର୍ଷ ପରେ ଏପରି ସଂଯୋଗ ବନିବାକୁ ଯାଉଅଛି, ଯାହାଦ୍ୱାରା ଏହି ଦିନ ଆପଣ ଯାହା ବି ଉପାୟ କରିବେ, ସେଥିରେ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭଫଳ ପ୍ରାପ୍ତ ହେବ। 2025 ସେପ୍ଟେମ୍ବର 21 ତାରିଖ ରବିବାର ଦିନ ଆକାଶରେ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗ ପ୍ରତ୍ୟେକ ଲୋକଙ୍କ ଜୀବନରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ଏହି ରାତିରେ ଶୁଭ ଯୋଗରେ ଯଦି ଆପଣ 1 ଟଙ୍କା କଏନରେ ଯଦି ସଠିକ୍ ଉପାୟ କରିଦେବେ, ତେବେ ଆପଣଙ୍କୁ ସଫଳତା ଓ ଧନ ପ୍ରାପ୍ତି ନିମନ୍ତେ ନୂଆ ମାର୍ଗ ମିଳିଯିବ। ଯଦି ଆପଣମାନେ ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ବଜାୟ ରହୁ, ତେବେ ଏହି ଗୋଟିଏ ଉପାୟ ନିଶ୍ଚୟ କରନ୍ତୁ। ତେବେ ଚାଲନ୍ତୁ ଜାଣିବା, ଚନ୍ଦ୍ରଗ୍ରହଣ ଦିନ ରାତିରେ 1 ଟଙ୍କିଆ କଏନରେ ଯଦି ଏହି ଗୁପ୍ତ ଉପାୟ ଆପଣ କରିଦେବେ, ତେବେ ଆପଣଙ୍କର ଦୁଃଖ ଦରିଦ୍ରତା ସମସ୍ତ ସମସ୍ୟାଠାରୁ ଆପଣଙ୍କୁ ମିଳିଯିବ ମୁକ୍ତି। ଆପଣ ନିଜେ ଦେଖିବେ ଆପଣଙ୍କ ଜୀବନରେ କିପରି ଧନର ବର୍ଷା ହେବାକୁ ଲାଗିବ। ଏହି ଉପାୟକୁ କରିବା ଦ୍ୱାରା ଆପଣ ଜୀବନରେ ଧନର ବୃଦ୍ଧି ହେବ। ବେପାର ବାଣିଜ୍ୟରେ ମଧ୍ୟ ଉନ୍ନତି ହେବାକୁ ଲାଗିବ। ଆପଣଙ୍କ ଘରେ ଧନର ଆଗମନ ହେବ। ଯେଉଁ ଅଯଥା ଖର୍ଚ୍ଚ ବା ଋଣ କରଜ କରିଥିବେ, ସେଥିରୁ ମଧ୍ୟ ମୁକ୍ତି ମିଳିଯିବ ଆପଣଙ୍କୁ।
ଏହି ସୂର୍ଯ୍ୟ ପରାଗଠାରୁ ଅଧିକ ଶୁଭ ସଂଯୋଗ ବନୁଅଛି। ଏହି ଶୁଭ ସଂଯୋଗରେ କରାଯାଉଥିବା ପ୍ରତ୍ୟେକ ଉପାୟର 1000 ଗୁଣା ଶୁଭଫଳ ମିଳିବ। ଯେତେବେଳେ ଗ୍ରହଣ ଲାଗିଥାଏ ସେତେବେଳେ ଗ୍ରହଣର ସେନାପତି ମଙ୍ଗଳ, ଶନି, ସୂର୍ଯ୍ୟ ଓ ରାହୁ ପରସ୍ପରର ସାମ୍ନାସାମ୍ନି ହୋଇଥାନ୍ତି। କୁହାଯାଏ କି ଏହାଦ୍ୱାରା ଏହି ସମୟରେ ଯେଉଁ ବି ସାଧନା ବା ଉପାୟ କରାଯାଇଥାଏ ସେଥିରେ ନିଶ୍ଚିତ ଭାବରେ ଶୁଭଫଳ ମିଳିଥାଏ। ସେଥିପାଇଁ ତାନ୍ତ୍ରିକ ବା ଜ୍ୟୋତିର୍ବିଦମାନେ ବର୍ଷ ସାରା ଏହି ସମୟକୁ ଅପେକ୍ଷା କରି ରହିଥାନ୍ତି ଏବଂ ଏହି ଦିନ ନିଜର ଇଚ୍ଛା ଅନୁଯାୟୀ ଫଳ ପାଇଥାନ୍ତି। ଯଦି ଆପଣମାନେ ଏହି ଦିନ 1 ଟଙ୍କିଆ କଏନରେ ଗୁପ୍ତ ଉପାୟ କରିଦେବେ, ଯାହା ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି, ତେବେ ଆପଣଙ୍କୁ ଜୀବନକୁ ପରିବର୍ତ୍ତନ କରିବାରେ କୌଣସି ବି ଶକ୍ତି ରୋକିପାରିବ ନାହିଁ। ଆପଣଙ୍କ ନବଗ୍ରହ ଆପଣଙ୍କର ସାଥ ଦେବା ପ୍ରାରମ୍ଭ କରିବେ। ଖାଲି ସେତିକି ନୁହେଁ, ବୃହସ୍ପତି ଚଞ୍ଚଳ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସୁଖ, ଶାନ୍ତି, ସମୃଦ୍ଧିରେ ଆପଣଙ୍କ ଘର ପୂର୍ଣ୍ଣ ହେବ। ଦର୍ଶକ ବନ୍ଧୁ, ପ୍ରତ୍ୟେକ ଉପାୟ କରିବାର ଗୋଟିଏ ମୁହୂର୍ତ୍ତ ଥାଏ। ସେହି ମୁହୂର୍ତ୍ତରେ କରିବା ଦ୍ୱାରା ଲାଭ ଓ ସୁନିଶ୍ଚିତ ମିଳିଥାଏ। ସେଥିପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ସର୍ବପ୍ରଥମ ଉପାୟ। ଏହି ଉପାୟଟି ଘରେ ଧନ ବୃଦ୍ଧି କରିବାର ଉପାୟ। ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ଘରେ ଧନର ଅଭାବ କେବେ ନ ହେଉ, ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ପ୍ରାପ୍ତ ହେଉ, ତେବେ 21 ସେପ୍ଟେମ୍ବର ସୂର୍ଯ୍ୟପରାଗ ଆରମ୍ଭ ହେବା ପୂର୍ବରୁ 9:01 ଆପଣ ଗୋଟିଏ ପିତ୍ତଳ ଗିନା ନେବେ। ସେଥିରେ ଗଙ୍ଗାଜଳ ଭରିଦେବେ ଏବଂ ସେଥିରେ ଗୋଟିଏ 1 ଟଙ୍କିଆ କଏନକୁ ପକାଇ ଦେବେ। ତାପରେ ସେହି ଗିନାକୁ ନେଇ ଛାତ ଉପରେ ବା ବାହାରେ ରଖିଦେବେ, ଯେଉଁଠାରେ କି ସୂର୍ଯ୍ୟଙ୍କର କିରଣ ପଡ଼ୁଥିବ। ତା ପରଦିନ ଅର୍ଥାତ୍ ସେପ୍ଟେମ୍ବର 22 ତାରିଖ ଦିନ ସ୍ନାନ ସାରି ଛାତ ଉପରେ ରଖିଥିବା ସେହି ଗିନାକୁ ଆଣିବେ। ଯେଉଁ କଏନଟି ଗଙ୍ଗା ଜଳରେ ପକାଇଥିଲେ ସେହି କଏନକୁ ବାହାର କରି ନିଜ ଆଲମାରୀ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ନେଇ ରଖିଦିଅନ୍ତୁ। ବାସ୍ ଏତିକି ଏହି ସୂର୍ଯ୍ୟପରାଗ ଦିନ କରିକି ଦେଖନ୍ତୁ, ଆପଣଙ୍କ ଘର ଧନର ଆଗମନ ଆଗ ଅପେକ୍ଷା ଅଧିକ ହେବାକୁ ଲାଗିବ। ଏହି 1 ଟଙ୍କିଆ କଏନ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ବନିଯିବ, ଯାହାଦ୍ୱାରା ଆପଣଙ୍କ ଆଲମିରା ବା ତିଜୋରୀ ଟଙ୍କାରେ ଭରି ହୋଇ ରହିଥିବ। ଏହି ଉପାୟଟି ବିଷୟରେ ତନ୍ତ୍ରଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏବେ ଆସନ୍ତୁ ଆଉ ଗୋଟିଏ ଉପାୟ ଜାଣିବା। ଏହି ଉପାୟଟି କରିବା ଦ୍ୱାରା ଶୁକ୍ର ଗ୍ରହ ମଜବୁତ ହେବ। ଶୁକ୍ର ଗ୍ରହ ଧନ ସମ୍ପତ୍ତିର ଗ୍ରହ ଅଟେ। ଶୁକ୍ର ଗ୍ରହର ନିୟନ୍ତ୍ରଣ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ଦ୍ୱାରା ହୋଇଥାଏ। ଯେଉଁ ବ୍ୟକ୍ତିର ଶୁକ୍ର ଗ୍ରହ ମଜବୁତ ଥାଏ, ସେହି ବ୍ୟକ୍ତି ଧନ ବା ବ୍ୟାପାର ସମ୍ବନ୍ଧିତ ଯେଉଁ କାର୍ଯ୍ୟ କରିଥାନ୍ତି ସେଥିରେ ତାଙ୍କୁ ଲାଭ ହିଁ ଲାଭ ମିଳିଥାଏ। ଏହି ଉପାୟଟି ବହୁତ ସରଳ ଅଟେ, ଯାହାକୁ ବହୁତ ସହଜରେ ଆପଣ କରିପାରିବେ। ସୂର୍ଯ୍ୟପରାଗ ଦିନ ସୂର୍ଯ୍ୟପରାଗ ଭାଙ୍ଗିବା ପୂର୍ବରୁ ସ୍ନାନ କରିନେବେ ଏବଂ ଗୋଟିଏ ଲାଲି କପଡ଼ା ପିନ୍ଧିବେ, କାହିଁକି ନା ଲାଲି ରଙ୍ଗର ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ରଙ୍ଗ ଅଟେ। ତାପରେ 2ଟି 1 ଟଙ୍କିଆ କଏନ ନେବେ। ତାପରେ ସେହି କଏନକୁ ହାତରେ ଧରି ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ରକୁ 7 ଥର ବା 11 ଥର ଜପ କରିବେ। ବୀଜ ମନ୍ତ୍ରଟି ହେଉଛି ଓಂ ଶ୍ରୀ ମହାଲକ୍ଷ୍ମୀ ଚେ ବିଦ୍ରହେ ବିଷ୍ଣୁ ପୈତ୍ରେ ଚ ଧର୍ମହି ତେନ ଲକ୍ଷ୍ମୀ ପ୍ରଚୋଦୟାତ୍। ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିସାରିବା ପରେ ସେହି 2ଟି କଏନ ମଧ୍ୟରୁ ଗୋଟିଏ କଏନକୁ ନିଜ ପର୍ସରେ ରଖିବେ ଏବଂ ଅନ୍ୟ କଏନଟିକୁ ନିଜ ବେଡରୁମରେ ବା ଯେଉଁ ଜାଗାରେ ଅଧିକ ସମୟ
ବିତାଉଥିବେ ସେହି ସ୍ଥାନରେ ରଖିବେ। ବାସ୍ ଏତିକି କାମ ଯଦି ଆପଣମାନେ ଏହି ସୂର୍ଯ୍ୟ ପରାଗ ଦିନ କରିଦେବେ, ତେବେ ଶୁକ୍ର ଗ୍ରହ ଆପଣଙ୍କ ସାଥ ଦେବା ପ୍ରାରମ୍ଭ କରିଦେବ। ଧନ ଆଗମନର ମାର୍ଗ ମଧ୍ୟ ଖୋଲିଯିବ। ଏହି ଉପାୟଟି ଅତ୍ୟନ୍ତ ଚମତ୍କାରୀ ଅଟେ। ତେଣୁ ଏହାକୁ ଗ୍ରହଣ ସମୟରେ କରିବା ଆହୁରି ଫଳଦାୟୀ ଅଟେ। ତେଣୁ ଏହି ମୌକାକୁ ଜମାରୁ ବି ହାତଛଡ଼ା କରନ୍ତୁ ନାହିଁ। କାରଣ ଏହି ସୂର୍ଯ୍ୟ ପରାଗ ଆଉ ଏ ବର୍ଷ ଆସିବ ନାହିଁ। ଏହା ହେଉଛି ଏ ବର୍ଷର ଶେଷ ସୂର୍ଯ୍ୟ ପରାଗ। ତେଣୁ ଏପରି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଏବେ ଜାଣିବା ଆଉ ଗୋଟିଏ ଉପାୟ ବିଷୟରେ। ଯଦି ଆପଣଙ୍କର ବିଜନେସ୍ ବା ବେପାର ବାଣିଜ୍ୟରେ ଉନ୍ନତି ହେଉନାହିଁ ବା ବନ୍ଦ ହୋଇ ପଡ଼ିଛି, ତେବେ ଆପଣ ଏହି ଉପାୟଟି ଥରୁଟିଏ କରିକି ଦେଖନ୍ତୁ। ବନ୍ଦ ହୋଇ ପଡ଼ି ରହିଥିବା ବେପାର ପୁଣି ଆଉଥରେ ଚାଲିବାକୁ ଲାଗିବ। ବେପାର ବାଣିଜ୍ୟରେ ଉନ୍ନତି ବି ନିଶ୍ଚିତ ଭାବରେ ହେବ। ଏଥିପାଇଁ ଏହି ସୂର୍ଯ୍ୟ ପରାଗ ଦିନ ଯେତେବେଳେ ସୂର୍ଯ୍ୟ ପରାଗ ଆରମ୍ଭ ହେବ, ସେତେବେଳେ ଆପଣ ଗୋଟିଏ ଲାଲି ରଙ୍ଗର କପଡ଼ାଟିଏ ନେବେ। ସେହି ଲାଲି କପଡ଼ାରେ ଗୋଟିଏ ମୁଠା ଧଣିଆ ନେବେ। ଧଣିଆ ଉପରେ ଗୋଟିଏ 1 ଟଙ୍କିଆ କଏନ୍ଟିଏ ରଖିଦେବେ। ତାପରେ ସେହି ସବୁର ଗୋଟିଏ ଗୋଟିଏ ପୁଟୁଳିଟିଏ ବନାଇଦେବେ। ସେହି ପୁଟୁଳିଟିକୁ ନିଜ ହାତରେ ଧରିବେ ଏବଂ ଏହି ମନ୍ତ୍ରଟିକୁ 11 ଥର ଜପ କରିବେ। ମନ୍ତ୍ରଟି ହେଉଛି ଓମ୍ ହ୍ରୀଂ ଶ୍ରୀଂ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରଟିକୁ ଜପ କରି ସାରିବା ପରେ ସେହି ପୁଟୁଳିଟିକୁ ନେଇ ତା ପରଦିନ ଅର୍ଥାତ୍ 22 ସେପ୍ଟେମ୍ବର ଦିନ ନିଜ ବେପାର ସ୍ଥାନରେ ଯେଉଁଠାରେ ଚାବି ଟଙ୍କା ପଇସା ରଖୁଥିବେ ସେ ସ୍ଥାନରେ ରଖିବେ। ଦେଖିବେ ଆପଣଙ୍କ ବେପାର ବହୁତ ଭଲରେ ଚାଲିବାକୁ ଲାଗିବ। ଯେତିକି ଲାଭ ହେଉଥିଲା ତାହା ଦ୍ୱିଗୁଣ ହେବ। ମାତା ଲକ୍ଷ୍ମୀଙ୍କ କୃପାରୁ ଧନର ବୃଦ୍ଧି ହେବ। ଏହି ବିଷୟରେ ତନ୍ତ୍ରଶାସ୍ତ୍ରରେ ମଧ୍ୟ ନିଶ୍ଚିତ ହୋଇଅଛି। ଯଦି ଆପଣଙ୍କର ବହୁତ ପରିଶ୍ରମ କରିବା ପରେ ବି କୌଣସି କାମ ଅଳ୍ପ ଅଳ୍ପକେ ହଉ ହଉ ରହିଯାଉଛି, ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ, ତାହେଲେ ଆଉ ଗୋଟିଏ ଉପାୟ ଆପଣମାନଙ୍କୁ କହୁଛି, ଯାହାକୁ କହିବା ଦ୍ୱାରା ଆପଣଙ୍କର ଭାଗ୍ୟ ସାଥ ଦେବା ପ୍ରାରମ୍ଭ କରିବ। ଆପଣଙ୍କର ଅଟକୁଥିବା କାମ ବି ହୋଇଯିବ। ସେଥିପାଇଁ ଆପଣମାନେ ସୂର୍ଯ୍ୟ ପରାଗ ଦିନ ସୂଚକ ସମୟ ମଧ୍ୟରେ ଗୋଟିଏ ତାଲା ଚାବି କିଣିକି ଆଣିବେ। ଗୋଟିଏ ଧଳା ରଙ୍ଗର ସଫା କପଡ଼ାଟିଏ ନେବେ। ସେହି କପଡ଼ାରେ ସେହି ତାଲା ଚାବିକୁ ରଖିବେ। ତାହା ସହ ଗୋଟିଏ 1 ଟଙ୍କିଆ କଏନ୍କୁ ମଧ୍ୟ ରଖିବେ। ବାନ୍ଧି ଦେବେ। ସୂର୍ଯ୍ୟ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଆପଣଙ୍କ ଘରର ଛାତ ଉପରେ ନେଇ ତାକୁ ରଖିଦେବେ। ଏମିତି ଜାଗାରେ ରଖିବେ ଯେପରି ସୂର୍ଯ୍ୟଙ୍କର କିରଣ ତା ଉପରେ ପଡ଼ୁଥିବ। ତା ପରଦିନ ସେହି ତାଲା ଚାବି ଏବଂ ଟଙ୍କାକିଆ କଏନ୍ ନେଇ କୌଣସି ମନ୍ଦିରରେ ପୂଜାରୀକୁ ଦେଇଦେବେ। ତେବେ ଏତିକି କାମ ଯଦି ଆପଣମାନେ ଏହି ସୂର୍ଯ୍ୟ ଗ୍ରହଣ ଦିନ କରିଦେବେ, ତେବେ ବିଶ୍ୱାସ ରଖନ୍ତୁ ବନ୍ଦ ହୋଇ ରହିଥିବା ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ଆପଣଙ୍କର ଭାଗ୍ୟ ନିଶ୍ଚୟ ଆପଣଙ୍କର ସାଥ ଦେବା ପ୍ରାରମ୍ଭ କରିଦେବ। ଆପଣଙ୍କର ନବଗ୍ରହ ଆପଣଙ୍କର ସାଥ ଦେବା ପ୍ରାରମ୍ଭ କରିଦେବ। ସବୁ ଦିଗରୁ ଆପଣଙ୍କୁ ସଫଳତା ମିଳିବ। ଆଜିର ଭିଡ଼ିଓରେ ଯେଉଁ ଉପାୟ ବିଷୟରେ କହିଲି, ଏହି ସୂର୍ଯ୍ୟ ଗ୍ରହଣ ଦିନ ନିଶ୍ଚୟ କରନ୍ତୁ। ଜମାରୁ ଏହି ସମୟକୁ ହାତଛଡ଼ା କରନ୍ତୁ ନାହିଁ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।